ପୂର୍ଣ୍ଣିମା ତୋ ପାଇଁ ସବୁଠୁ ସୁନ୍ଦର ରାକ୍ଷୀ ଆଣିଛି। ଆଜି ତୁ ମତେ କଣ ଉପହାର ଦେବୁ? ମିଲି ତୁ ଜାଣିନୁ ଆଜି ଯିଏ ଭାଇର ହାତରେ ରାକ୍ଷୀ ବାନ୍ଧିବ ତାକୁ ସବୁଠୁ ଭଲ ଉପହାର ମିଳିବ। ତୁ ପୁଣି ମିଛ କହୁଛୁ ଭାଇ। ହଉ ତୋର ହାତ ଦେଖେଇଲୁ। ରଘୁଆ ଭାଇ ତୁ ଏକା କାହିଁକି ଏଠି ବସିଛୁ? ମୁଁ ତୋ ପାଇଁ ରାକ୍ଷୀ ଆଣିଛି। ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବି। ସତରେ ମିଲି ତୁ ରାକ୍ଷୀ ଆଣିଛୁ? ହଉ ମୋ ହାତ ବାନ୍ଧି ଜଲ୍ଦି। ମିଲି ତୁ ମୋ ହାତରେ ରାକ୍ଷୀ ବାନ୍ଧିଦେଲୁ ମିଲି। ମୋ ପାଖରେ ତୋତେ ଦେବା ପାଇଁ ତ କିଛି ନାହିଁ। ରଘୁଆ ଉପହାର କେବଳ ଦୋକାନ ଜିନିଷ ନୁହେଁ, ଆମେ ସମସ୍ତେ ମିଶି ମିଲି ପାଇଁ ଜଙ୍ଗଲରୁ ସବୁଠାରୁ ମିଠା ଆମ୍ବ ଆଣିବାକୁ ଯିବା। ମିଛୁଆ କଣ ହୋଇଛି କି ରେ? ଆରେ ଗୋଲୁ ଆଜି ରାକ୍ଷୀ ପୂର୍ଣ୍ଣିମା। ଆମ ଛୋଟ ଭଉଣୀ ମିଲି ପାଇଁ ସବୁଠୁ ମିଠା ଆମ୍ବ ଦରକାର। ଓହୋ ଭଉଣୀ ପାଇଁ ଉପହାର। ରୁହ ମୁଁ ଏବେ ସବୁଠୁ ବଡ ଆଉ ମିଠା ଆମ୍ବ ଆଣି ଦଉଛି। ବା ଏହା ସବୁଠାରୁ ସୁନ୍ଦର ଉପହାର ତ। ରଘୁଆ ଭାଇ ଆଉ ମିଛୁ ଭାଇ ତୁମେ ମୋର ସବୁଠୁ ଭଲ ଭାଇ। ରାକ୍ଷୀ ପୂର୍ଣ୍ଣିମା କେବଳ ଗୋଟିଏ ପର୍ବ ନୁହେଁ, ଏହା ହେଉଛି ପବିତ୍ର ସମ୍ପର୍କ, ସ୍ନେହ ଓ ବିଶ୍ୱାସର ପ୍ରତୀକ। ରାକ୍ଷୀର ପ୍ରକୃତ ଅର୍ଥ କେବଳ ନିଜ ଭଉଣୀକୁ ରକ୍ଷା କରିବା ନୁହେଁ, ବରଂ ସମାଜର ପ୍ରତ୍ୟେକ ନାରୀକୁ ସମ୍ମାନ ଦେବା ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ତିଆରି କରିବା। ଆମ ତରଫରୁ ଆମ ତରଫରୁ ଆପଣ ସମସ୍ତଙ୍କୁ ଶୁଭ ରାକ୍ଷୀ ପୂର୍ଣ୍ଣିମା।